ସେ ଭୋଗରାଇର ଜଳେଶ୍ୱରପୁର ସ୍କୁଲରୁ ଆସି ତାଙ୍କ ପାଖରେ ଫକୀରମୋହନ କଲେଜରେ ରହିଲେ। ଫକୀରମୋହନ କଲେଜରେ ପାଠ ପଢିଲେ, ଜିଲ୍ଲା ସ୍କୁଲରେ ପାଠ ପଢିଲେ, ତାଙ୍କ ବସାରେ ରହୁଥିଲେ। ସେତେବେଳେ ଶାନ୍ତିକାନନ ସହିତ ତାଙ୍କର ପରିଚୟ ଏବଂ ଫକୀରମୋହନଙ୍କ ସାହିତ୍ୟକୁ ଏମିତି ସେ ପଢିଛନ୍ତି ଯେମିତି ସେ ଦୈନିକ ଗୀତା ପାଠ ଭଳିଆ ପଢିଛନ୍ତି। ତାଙ୍କ ମା କାଦମ୍ବିନୀ ଦେବୀ, ଯାହାଙ୍କ ନାଁରେ ମଧୁସୂଦନ ମଧ୍ୟ ଇଂରାଜୀ ବିଦ୍ୟାଳୟରେ କି ଲାଇବ୍ରେରୀଟି, ଯାହାକି ମୁଁ ଷଷ୍ଠ ଶ୍ରେଣୀରୁ ସେଥିରୁ ବହି ସବସ୍କ୍ରାଇବ କରି ପଢିବା ପିଲା। ସିଏ ଭାରି ପଠନ ପିପାସୁ ଥିଲେ। ତାଙ୍କ ବାପା ଘରୁ ଜୟକୃଷ୍ଣ ସାମଲ ଘରୁ ସେ ସବୁ ଭଲ ଭଲ ପୁସ୍ତକ ସବୁ ନେଇକି ଆସୁଥିଲେ। ଫକୀରମୋହନଙ୍କୁ ଦ୍ୱିତୀୟ ମାନେ ଫକୀରମୋହନଙ୍କ ରଚନା ପୂର୍ବରୁ ରାଧାନାଥଙ୍କର ଗ୍ରନ୍ଥାବଳୀ ତାଙ୍କୁ ପଢେଇ ବସିଥିଲେ। ମନୋଜ ଦାସ ଲେଖିଛନ୍ତି ଯେ ସିଏ ବଡ କିଟିମିଟିଆ। ଯେତେବେଳେ ମୁଁ ଫକୀରମୋହନଙ୍କର ଆତ୍ମଜୀବନୀ ପଢେ, କେନ୍ଦୁଝର ପ୍ରଜା ବିପ୍ଳବ କଥା ପଢେ, ଗୋପାଳିଆର ଚେହେରା, ଗୋପାଳିଆର ଫକୀରମୋହନଙ୍କ ଲମ୍ବା ବାକ୍ୟ କାଟିବାର ଯୋଉ ଆଗ୍ରହ କଥା ଦେଖେ, ମୁଁ ତାହାରି ଭିତରେ ହଜିଯାଏ। ତାଙ୍କର କଅଁଳ ସୁନ୍ଦର ଭାଷାରେ ମୋ ମନ ବହିଯାଏ। ଫକୀରମୋହନଙ୍କର ଜଣେ କୁହାଯିବ କଣ, ଜଣେ ଅନ୍ତରଙ୍ଗ ପାଠକ। ଫକୀରମୋହନଙ୍କ ପ୍ରତି ଶ୍ରଦ୍ଧାଶୀଳ। ବାଲେଶ୍ୱର ଯେତେବେଳେ ଆସନ୍ତି, ମୁଁ 2 ଥର ଦେଖିଛି ଯେ ତାଙ୍କ ଷ୍ଟାଚ୍ୟୁରେ, ତାଙ୍କର ଫକୀରମୋହନଙ୍କ ନିର୍ମିତ ଷ୍ଟାଚ୍ୟୁ ଶାନ୍ତିକାନନରେ ଥିବା ଷ୍ଟାଚ୍ୟୁରେ ତାଙ୍କ ପାଦରେ ମୁଣ୍ଡ ରଗଡ଼ନ୍ତି। ଏ ପ୍ରକାର ଶ୍ରଦ୍ଧାଞ୍ଜଳି ଆମେ କାହା କାହା ପାଖରେ ଦେଖିପାରୁ। ଜଣେ ଲେଖକ ଆଉ ଜଣେ ଲେଖକଙ୍କ ପ୍ରତି ଏ ପ୍ରକାର ଶ୍ରଦ୍ଧାଞ୍ଜଳି ଦେବାର ମୁଁ କେବେ ଦେଖିନାହିଁ। କେବଳ ଶ୍ରଦ୍ଧାଞ୍ଜଳି ସିଏ ଫିଜିକାଲି, ବାସ୍ତବରେ ସିଏ ଦେଖାଉନଥିଲେ ତାଙ୍କ ସାହିତ୍ୟ ପ୍ରତି ଯୋଉ ଋଣ। ଆଜିର ଯାହା ପ୍ରସଙ୍ଗ, ଫକୀରମୋହନ ଏଇ କଥା ଆରମ୍ଭ କରିଥିଲେ 9ଙ୍କ ଦୁର୍ଭିକ୍ଷ ବେଳର କଥା, 1866 ମସିହାର କଥା। ମନୋଜ ଦାସଙ୍କର ସମସ୍ତ ବିଶିଷ୍ଟ ସାହିତ୍ୟ ଏ ପ୍ରଭଞ୍ଜନରୁ ତିଆରି। 3ଟି ଗଳ୍ପ, ଶତାବ୍ଦୀର ଆର୍ତ୍ତନାଦ କବିତା, ପରବର୍ତ୍ତୀ ସମୟରେ ପ୍ରଭଞ୍ଜନ ଉପନ୍ୟାସ, ଯାହା ଇଂରାଜୀରେ 1987 ମସିହାର ସାଇକ୍ଲୋନ ରୂପରେ ପ୍ରକାଶିତ ହୋଇଥିଲା ଏବଂ 1992 ମସିହାରେ ପ୍ରଭଞ୍ଜନ ଭାବେ ଲେଖାଗଲା। ଇଜ ଏ ବାଇଲିଙ୍ଗୁଆଲ ରାଇଟର। ଅନେକ ସମୟରେ ସେ ଟ୍ରାନ୍ସକ୍ରିଏଟ କରନ୍ତି। ପ୍ରଥମେ କେତେବେଳେ ଓଡ଼ିଆରେ ଲେଖିଲେ ତାକୁ ଇଂରାଜୀ କରନ୍ତି, ପ୍ରଥମେ ଇଂରାଜୀରେ ଲେଖିଲେ ତାକୁ ଓଡ଼ିଆରେ ଲେଖନ୍ତି। ତାଙ୍କୁ ଜଣେ ବିଶିଷ୍ଟ ଗବେଷକ ପ୍ରଶ୍ନ କରିଥିଲେ, ଆପଣ 2 ଭାଷାରେ ଲେଖୁଛନ୍ତି, ଆପଣ କୋଉ ଭାଷାରେ ଚିନ୍ତା କରନ୍ତି? ସେଠି ସେ ଗୋଟେ ସୁନ୍ଦର ରିପ୍ଲାଏ ଦେଇଥିଲେ, I think in the language of silence। ଜଣେ 2ଟି ଭାଷାର ବିଦଗ୍ଧ ପାଠକ, ଜଣେ ବହୁପାଠୀ ଲୋକ ଥିଲେ, ଲେଖକ, ସମ୍ପାଦକ, କବି, ଗାଳ୍ପିକ, ଉପନ୍ୟାସିକ, ପ୍ରାବନ୍ଧିକ ଏବଂ ଅନେକ ଜାଗାରେ ତାଙ୍କର ଭାଷଣ, ଯାହା ଏବେ ସଂଗୃହୀତ ହୋଇ ଚର୍ଚ୍ଚିତ, ଏଥିପାଇଁ ସିଏ ଦୀର୍ଘ 6ରୁ 7 ଦଶନ୍ଧି ଧରି ଆମ ଗହଣରେ ଥିଲେ। ଏଇ ମାତ୍ର ଫେବୃଆରୀ